ସଂଘସେବୀଙ୍କ ପ୍ରତି ଶ୍ରୀଗୁରୁଙ୍କର ବାଣୀ। ଏ ଜଗତ ଅଭାବ ଦ୍ୱାରା ଗଠିତ। ଦୁଃଖିନୀ ଠାରୁ ରାଜରାଣୀ ପର୍ଯ୍ୟନ୍ତ, ପର୍ଣ୍ଣକୁଟୀରବାସୀ ଠାରୁ ସୁରମ୍ୟ ହର୍ମ୍ୟବାସୀ ପର୍ଯ୍ୟନ୍ତ ସମସ୍ତେ ଅଭାବ ହାତରେ ଲାଞ୍ଛିତ। ପୂର୍ଣ୍ଣତ୍ୱରେ ନ ପହଞ୍ଚିବା ପର୍ଯ୍ୟନ୍ତ କାହାରି ହେଲେ କୌଣସି ଅବସ୍ଥାରେ ତୃପ୍ତି ଆସେ ନାହିଁ। ସଂସାରର ହିଂସା ଦ୍ୱେଷର ସ୍ଥାନ। ତା ମଧ୍ୟରେ ଉପଯୁକ୍ତ ସାମଞ୍ଜସ୍ୟ ରଖି ନିଜକୁ ପରିଚାଳିତ କରିବା ସଂସାରର ପରୀକ୍ଷା। ସଂସାରର ସବୁ ପ୍ରକାର ଘାତ ପ୍ରତିଘାତରେ ନିଜକୁ ଅବିଚଳିତ ରଖିବା ହିଁ ବୀରତ୍ୱ। ସଂସାର କରିବା କାପୁରୁଷର କର୍ମ ନୁହେଁ। ସୁଖ ଦୁଃଖ ସଂଯୋଗ ବିୟୋଗ ଏ ଜଗତର ନିତ୍ୟ ଘଟଣା। ଏଥିରେ ଅଭିଭୂତ ନ ହୋଇ ଯେ ସର୍ବାବସ୍ଥାରେ ସ୍ୱରୂପରେ ଅବସ୍ଥାନ କରିପାରନ୍ତି ତାଙ୍କୁ ହିଁ ଜ୍ଞାନୀ କୁହାଯାଏ। ତାଙ୍କରି ସାଧନା ହିଁ ସଫଳ ହୁଏ, ତାଙ୍କୁ ହିଁ ଗୁରୁକୃପା ପ୍ରାପ୍ତ ଭକ୍ତ ବୋଲି ଜାଣିବ। ଅଭାବ ହେଉଛି ଜୀବର ଏକମାତ୍ର ଅଶାନ୍ତି ଓ ନିରାନନ୍ଦର କାରଣ, ଅଥଚ ଜୀବର କୌଣସି ଅଭାବ ନାହିଁ। ଅଜ୍ଞାନ ହିଁ ଅନନ୍ତ ପ୍ରକାର ଅଭାବ ସୃଷ୍ଟି କରିଅଛି। ଜ୍ଞାନ ହେଲା ମାତ୍ରେ ଜୀବର କଳ୍ପିତ ଅଭାବ ଦୂର ହୋଇଯିବ। ସେତେବେଳେ ସେ ସ୍ୱଭାବ ଲାଭ କରି ଶାନ୍ତି ଓ ଆନନ୍ଦର ଅଧିକାରୀ ହେବ। ମୁଁ ପୂର୍ଣ୍ଣ ପ୍ରାଣରେ ଆଶୀର୍ବାଦ କରୁଛି, ତୁମେମାନେ ସମ୍ପଦ ବିପଦରେ, ସୁଖ ଦୁଃଖରେ, ରୋଗ ଶୋକରେ, ସବୁ ଅବସ୍ଥାରେ ହସ ହସ ବଦନରେ କର୍ତ୍ତବ୍ୟ ସମ୍ପାଦନ କରିଯାଅ। ଯେକୌଣସି ଅବସ୍ଥାରେ ମଧ୍ୟ କେହି ଯେପରି ତୁମକୁ ଲକ୍ଷ୍ୟଚ୍ୟୁତ କରି ନପାରେ। ତୁମେମାନେ ଜୟ ଗୁରୁ ନାମର ମହିମା ପ୍ରଚାର କରି ମର ଜଗତରେ ଅମରତ୍ୱ ଲାଭ କର। ତୁମମାନଙ୍କ ପ୍ରାଣରେ ଭକ୍ତି, ବାହୁରେ ଶକ୍ତି ଓ ଅନ୍ତରରେ ଆନନ୍ଦର ବିକାଶ ହେଉ ଏବଂ ତୁମମାନଙ୍କ ହୃଦୟରେ ଶ୍ରୀଗୁରୁଙ୍କ ସିଂହାସନ ଅଚଳ ଅଟଳ ଭାବରେ ପ୍ରତିଷ୍ଠିତ ହେଉ। ତୁମେ ପାଞ୍ଚ ଭାଇ ଯେତେଦିନ ପର୍ଯ୍ୟନ୍ତ ପ୍ରେମରେ ଏକ ହୋଇ ଏକା ସାଙ୍ଗରେ ରହିଥିବ, ସେତେଦିନ ପର୍ଯ୍ୟନ୍ତ ମୁଁ ଆକୁଣ୍ଠିତ ଭାବରେ ତୁମମାନଙ୍କ ମଧ୍ୟରେ ବିରାଜମାନ କରିଥିବି। ଶ୍ରୀ ଶ୍ରୀ ଠାକୁର। ଜୟ ଗୁରୁ।